जय जगन्नाथ पिला माने आज गोटे सुंदर कहानीटे शुणा। कहानीटीर नाम ହେଉଛି ମାଙ୍କଡ଼ ମୁହଁ କଳା କାହିଁକି। ଛୋଟିଆ ମାଙ୍କଡ଼ଟିଏ ଥିଲା। ପ୍ରତିଦିନ ପିଲାମାନେ ବହି ଖାତା ଧରି ସ୍କୁଲ ଯିବାର ଦେଖି ତାର ବି ପାଠ ପଢ଼ିବାକୁ ଇଚ୍ଛା ହେଲା। ସେ ପିଲାମାନଙ୍କ ପଛେ ପଛେ ଯାଇ ଶ୍ରେଣୀ ଭିତରେ ପଶିଗଲା। ତାକୁ ଦେଖି ଶିକ୍ଷକ ଓ ପିଲାମାନେ ପାଟି କରି ଉଠିଲେ। ଶ୍ରେଣୀରେ ହଇଚଇ ପଡ଼ିଗଲା। କିଏ ବାଡ଼ି ଧରି ଗୁଡ଼ାଇଲା ତ କିଏ ଟେକା ପଥର ଫୋପାଡ଼ିଲା। ବିଚରା ମାଙ୍କଡ଼ ସେଠାରୁ ଡରି ମରି ପଳାଇ ଆସିଲା। ମନ ଦୁଃଖରେ ଗଛରେ ବସିଥାଏ। ଦେଖିଲା ଗୋଟିଏ ସଭାରେ ଜଣେ ଲୋକ ବଢ଼ିଆ ଗୀତ ଗାଉଛି। ଗୀତ ସହିତ ବାଜା ବି ଖୁବ୍ ମଧୁର ଶୁଭୁଛି। ରୁଣ୍ଡ ହୋଇଥିବା ଲୋକମାନେ ବାହା ବାହା କହି ଜୋରରେ ତାଳି ମାରୁଛନ୍ତି। ମାଙ୍କଡ଼ ଭାବିଲା, ମୁଁ ଏମିତି ଗୀତ ଗାଇ ପାରନ୍ତି କି? ମୋତେ ବି ସମସ୍ତେ ପ୍ରଶଂସା କରନ୍ତେ। ସେ ଗଛରୁ ଓହ୍ଲାଇ ଗୀତ ଗାୟକଙ୍କ ପଛେ ପଛେ ଯାଇ ତାଙ୍କ ଘରେ ପହଞ୍ଚିଲା ଓ ତାଙ୍କ ବାରଣ୍ଡାରେ ବସିଲା। ଗୀତ ଗାୟକ ଛୋଟ ମାଙ୍କଡ଼ଟିକୁ ଦେଖି କିଛି ଫଳ ଖାଇବାକୁ ଦେଲେ। ମାଙ୍କଡ଼ ନ ଡରି ଗାୟକଙ୍କ ହାତରୁ କିଛି ଫଳ ଖାଇଲା। ତାର ନିରୀହ ପଣିଆ ଦେଖି ଗାୟକ ତାକୁ ଶ୍ରଦ୍ଧାରେ ପାଳିଲେ। ସେ ମଧ୍ୟ ତାଙ୍କ ପାଖ ଛାଡ଼ି କୁଆଡ଼େ ଗଲା ନାହିଁ। ଗାୟକ ଗୀତ ଗାଇଲା ବେଳେ ସେ ପାଖରେ ବସି ଶୁଣେ। ବେଳେବେଳେ ତବଲାରେ ହାତ ବାଡ଼ାଏ, ହାରମୋନିୟମ ଧରି କେଁ କାଁ କରେ। ମାଙ୍କଡ଼ର କୌତୂହଳ ଦେଖି ଗାୟକ ଭାରି ଖୁସି ହୁଅନ୍ତି। ତାଙ୍କୁ କୋଳରେ ବସାଇ ଆଉଁସି ଗେଲ କରନ୍ତି। ତା ପାଇଁ ସୁନ୍ଦର ସୁନ୍ଦର ପୋଷାକ ତିଆରି କରି ଆଣନ୍ତି ଆଉ ତାକୁ ପିନ୍ଧାନ୍ତି। ତା ବେକରେ ମାଳ, ପାଦରେ ଘୁଙ୍ଗୁର ବାନ୍ଧି ତାକୁ ନଚାନ୍ତି। ଘୁଙ୍ଗୁରର ଝୁମ୍ ଝୁମ୍ ଶବ୍ଦରେ ମାଙ୍କଡ଼ ଅଣ୍ଟା ମୁଣ୍ଡ ହଲାଇ ନାଚେ। ଦିନକର ଘଟଣା। ମାଙ୍କଡ଼ ଦେଖିଲା ଗୋଟିଏ କ'ଣ ଯନ୍ତ୍ର ଥୁଆ ହୋଇଛି। ତାହାର ତ ସବୁଥିରେ ହାତ ମାରିବା ଖଇଥାଏ। ସେ ସେଇ ଯନ୍ତ୍ରର ସୁଇଚକୁ ମୋଡ଼ିବାକୁ ଆରମ୍ଭ କଲା। ସେ ସେଇ ଯନ୍ତ୍ରର ସୁଇଚ୍ ମୋଡ଼ିବାରୁ ଗାୟକଙ୍କ ସ୍ୱର ଶୁଭିଲା। ପୁଣି ମୋଡ଼ିବାରୁ ତାହା ବନ୍ଦ ହୋଇଗଲା। ସେଇଟି ଟେପ୍ ରେକର୍ଡ଼ର ଥିଲା। ତା ମୁଣ୍ଡରେ ଗୋଟିଏ ବୁଦ୍ଧି ପଶିଲା। ଦିନେ ଗାୟକ ନଥିବା ସମୟରେ ସେ ଗାୟକଙ୍କ ଚଷମା, ଟେପ୍ ରେକର୍ଡ଼ର ଧରି ବଣକୁ ପଳାଇଗଲା। ତାର ପୋଷାକ ପତ୍ର, ଚଷମା ପିନ୍ଧା ଓ ଠାଣିବାଣି ଦେଖି ବଣର ଜୀବଜନ୍ତୁମାନେ ଭାବିଲେ, ଇଏ ବୋଧେ ବିଦେଶରୁ ବହୁତ ପାଠ ପଢ଼ି ଗୋଟାଏ ବଡ଼ ଡିଗ୍ରୀ ଧରି ଫେରିଛି। ବଣ ମୁଲକରେ ସମସ୍ତେ ତ ଅପାଠୁଆ, ମୂର୍ଖ। କାଳେ କଥାବାର୍ତ୍ତା କଲେ ଭୁଲ ଭାଲ ହୋଇଯିବ। ସମସ୍ତେ ଡରି ଡରି ରହିଲେ। ମାଙ୍କଡ଼ଠାରୁ ସମସ୍ତେ ଦୂରେଇ ଦୂରେଇ ରହିଲେ ଆଉ ତାକୁ ବହୁତ ସମ୍ମାନ ଦେଲେ। ଏକଥା ଦେଖି ମାଙ୍କଡ଼ର ଗର୍ବ ବଢ଼ିଗଲା। ସେ ନିଜକୁ ବଡ଼ ଜ୍ଞାନୀ ଓ ସଙ୍ଗୀତ ବିଶାରଦ ବୋଲି ଭାବିଲା। ନିଜର ବାହାଦୁରି ଦେଖାଇବାକୁ ସେ ତା ବାପାଙ୍କୁ କହିଲା, ବାପା, ତୁମେ ଗୋଟାଏ ବଡ଼ ସଭାର ଆୟୋଜନ କର। ଜଙ୍ଗଲର ସବୁ ପଶୁପକ୍ଷୀଙ୍କୁ ମୋ ଗୀତ ଶୁଣିବା ପାଇଁ ଡାକ। କୋଇଲି ଭଲ ଗୀତ ଗାଏ ବୋଲି ଯେଉଁ ହୁରି ପଡ଼ିଛି ତାର ରେକର୍ଡ଼ ଭାଙ୍ଗିବି। ସମସ୍ତେ ବୁଝିପାରିବେ କିଏ ଭଲ ଗୀତ ଗାଇପାରେ। ପୁଅ ଗୀତ ଗାଇବ ଶୁଣି ବାପାର ଛାତି କୁଣ୍ଡେମୋଟ ହୋଇଗଲା। ସେ ଯାହାକୁ ଦେଖିଲା ତା ପୁଅର ଗୀତ ଗାଇବା କଥା ଶୁଣେଇ ଦେଲା ଆଉ ସଭାକୁ ନିମନ୍ତ୍ରଣ କରିଲା। ମାଙ୍କଡ଼ କିପରି ଗୀତ ଓସ୍ତାଦ ବନିଯାଇଛି ଜାଣିବାକୁ ଜଙ୍ଗଲର ସବୁ ପଶୁପକ୍ଷୀ ସଭାରେ ହାଜର ହୋଇଗଲେ। ମାଙ୍କଡ଼ ଟେପ୍ ରେକର୍ଡ଼ରଟିକୁ ନିଜ ପୋଷାକ ତଳେ ଲୁଚେଇ
ସଭାରେ ଉପସ୍ଥିତ ହେଲା। ଆଉ ଘୁଙ୍ଗୁରର ତାଳେ ତାଳେ ନାଚି ନାଚି ସେ ଟେପ୍ ରେକର୍ଡ଼ରଟିର ସୁଇଚ୍କୁ ଅନ୍ କରିଦେଲା। ଟେପ୍ ରେକର୍ଡ଼ରଟିରୁ ଗୀତ ଶୁଭିଲା ଆଉ ମାଙ୍କଡ଼ ଖାଲି ମିଛଟାରେ ନିଜ ପାଟି ପାକୁ ପାକୁ କରୁଥାଏ। ସମସ୍ତେ ତାଳି ମାରି କହୁଥାନ୍ତି, ଆଃ, ମାଙ୍କଡ଼ ଭାରି ବଢ଼ିଆ ଗୀତ ଗାଉଛି। କି ଚମତ୍କାର ଗୀତ ମାଙ୍କଡ଼ ଗାଉଛି। ବାଃ, ବଢ଼ିଆ ଗୀତ ଗାଉଛି। ଏଥର ଟେପ୍ ରେକର୍ଡ଼ରରୁ ସବୁ ଗୀତ ସରିଗଲା। ମାଙ୍କଡ଼କୁ ଆହୁରି ଗୀତ ଗାଇବା ପାଇଁ ଅନୁରୋଧ ଆସିଲା। ମାଙ୍କଡ଼ କିନ୍ତୁ ବଡ଼ ଚାଲାକ। ସେ କହିଲା, ଆଜି ପାଇଁ ଗୀତ ଗାଇ ଗାଇ ମୁଁ ହାଲିଆ ହୋଇଗଲିଣି। ଆଉ ଦିନେ ତୁମମାନଙ୍କୁ ଗୀତ ଶୁଣେଇବି। ଶେଷରେ ମାଙ୍କଡ଼ ଗୋଟିଏ ପ୍ରଶ୍ନ ପଚାରିଲା, ଆଚ୍ଛା କହିଲ, କୋଇଲି ଭଲ ଗୀତ ଗାଏ ନା ମୁଁ ଭଲ ଗୀତ ଗାଉଛି? ବଣର ପଶୁମାନେ କହିଲେ, କୋଇଲିଟା କି ଗୀତ ଗାଏ ମ? ତମ ଗୀତର କାଣିଚାଏକୁ ତା ଗୀତ ସମାନ ହେବ ନାହିଁ। ମାଙ୍କଡ଼ କହିଲା, ଆର ସଭାକୁ କୋଇଲିକି ଏ ସଭାକୁ ନିମନ୍ତ୍ରଣ କରାଗଲା ନାହିଁ। ଅନ୍ୟ ସବୁ ପଶୁପକ୍ଷୀମାନେ ଏ ସଭାରେ ଯୋଗ ଦେବେ, କିନ୍ତୁ କୋଇଲି ଯୋଗ ଦେବ ନାହିଁ। ଏ କଥା ଶୁଣି ପଶୁମାନେ କୋଇଲିକୁ ଚାହିଁ ମୁରୁକି ମୁରୁକି ହସିଦେଲେ। କେହି କେହି ଥଟ୍ଟା ମଧ୍ୟ କଲେ। ଏଇଟା କୋଇଲିକି ଭାରି ବାଧିଲା। ସେ ଲାଜରେ ଫଡ୍ କିନା ଉଡ଼ି ପଳାଇଗଲା। ତାର ସାଙ୍ଗ କଜଳପାତି ଏସବୁ ଦେଖି ସବୁ କଥା ବୁଝିପାରିଲା। ସେ ମଧ୍ୟ ତା ସାଙ୍ଗରେ ଉଡ଼ି ପଳାଇଗଲା। ଦୁଃଖ ଜାଣି ସେ କହିଲା, ଆରେ ଭାଇ, ମାଙ୍କଡ଼ କେବଳ ତୋର ନୁହଁ, ଆମ ପକ୍ଷୀ ଜାତିର ସମସ୍ତଙ୍କୁ ଅପମାନ କରିଛି। ତୁ ସୁନ୍ଦର ଗୀତ ଗାଉ ବୋଲି ଯୁଗ ଯୁଗରୁ କବି ଲେଖକ ତୋତେ ତାଙ୍କ ଲେଖାରେ ଉଚ୍ଚ ସ୍ଥାନ ଦେଇଛନ୍ତି, ତୋତେ ଆଦର କରନ୍ତି। ମାଙ୍କଡ଼ଟା ପୁଣି କି ଗୀତ ଗାଇବ? ତାର ସବୁ କାରସାଦି ମୋତେ ମାଲୁମ। ଆସନ୍ତା ସଭାରେ ସେ ଗୀତ ଗାଇଲେ ତାର ସବୁ ଚାଲବାଜି ଧରା ପକେଇଦେବି। ତା ମୁହଁକୁ କଳା କରିବି। ଗୀତ ସଭା ପୁଣି ଆରମ୍ଭ ହେଲା। ମାଙ୍କଡ଼କୁ ତ ଟେପ୍ ଘୁରାଘୁରି କରାଇ ଆରମ୍ଭ କରିବା ଜଣାଅଛି। ସେ ଟେପ୍ ରେକର୍ଡ଼ରଟିକୁ ଚାଲୁ କରି ପୁଣି ଗୀତ ଗାଇବା ଆରମ୍ଭ କଲା। ପାଟିଟାକୁ ଖାଲି ପାକୁ ପାକୁ କରୁଥାଏ। ଠିକ୍ ସେହି ସମୟରେ କଜଳପାତି ଆସି ତା ମୁହଁକୁ ଖୁମ୍ପିବାକୁ ଆରମ୍ଭ କଲା। ଏହି ସମୟରେ ମାଙ୍କଡ଼ ଅସ୍ତବ୍ୟସ୍ତ ହୋଇପଡ଼ିଲା ଆଉ ଡିଆଁ ମାରିଲା। ଡିଆଁ ମାରିବାରୁ ତା ପୋଷାକ ଭିତରେ ଥିବା ଟେପ୍ ରେକର୍ଡ଼ରଟି ତଳେ ଖସି ପଡ଼ିଗଲା। କଜଳପାତି ଟେପ୍ ରେକର୍ଡ଼ରଟିକୁ ଦେଖାଇ ସମସ୍ତଙ୍କୁ ଜଣେଇଦେଲା, ଦେଖରେ, ଏ ଠକ ମାଙ୍କଡ଼ ଏଇ ଟେପ୍ ରେକର୍ଡ଼ର ସାହାଯ୍ୟରେ ଗୀତ ଗାଇ ଆମକୁ ଏମିତି ଠକୁଥିଲା। ଏକଥା ସମସ୍ତେ ଦେଖିଲେ ଆଉ ମାଙ୍କଡ଼କୁ ସମସ୍ତେ ଛି ଛାକର କଲେ। ମାଙ୍କଡ଼ର ବାପା ମଧ୍ୟ ମନ ଦୁଃଖ କଲା ଯେ ତା ପୁଅ ସମସ୍ତଙ୍କୁ ଠକୁଥିଲା। ତାପରେ ଆଉ କ'ଣ ହେବ? ସବୁ ପଶୁ ପକ୍ଷୀ ଆଉ କଜଳପାତି କୋଇଲି ମିଶି ମାଙ୍କଡ଼ ମୁହଁକୁ କଳା କରିଦେଲେ ଆଉ ସାରା ଜଙ୍ଗଲରେ ବୁଲାଇଲେ। ସେହି ଦିନରୁ ମାଙ୍କଡ଼ର ମୁହଁ କଳା ହୋଇ ରହିଛି। ଆଚ୍ଛା ପିଲାମାନେ, ଆମେ ଏହି କାହାଣୀରୁ କ'ଣ ଶିକ୍ଷା ଲାଭ କଲେ? ଆମେ ଏହି କାହାଣୀରୁ ଏହା ଶିକ୍ଷା ଲାଭ କଲେ ଯେ କେବେ କାହାକୁ ଠକିବା ନାହିଁ ଆଉ ଗର୍ବ ଅନୁଭବ କରିବା ନାହିଁ। ଯେମିତି ମାଙ୍କଡ଼ ଗର୍ବ ଅନୁଭବ କରି କୋଇଲିକୁ ଅପମାନ କରିଥିଲା, ତାର ପ୍ରତିଶୋଧ କୋଇଲି ନେଲା। ସେମିତି ଆମେ କାହାକୁ କେବେ ଅପମାନ କରିବା ନାହିଁ କି ନିଜକୁ ନିଜେ କେବେ ଗର୍ବ ଅନୁଭବ କରିବା ନାହିଁ। ଧନ୍ୟବାଦ। ଯଦି ଏହି କାହାଣୀଟି ତୁମମାନଙ୍କୁ ଭଲ ଲାଗିଛି ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କର। ଆଉ ପୁଣି ଥରେ ଦେଖାହେବ ନୂଆ ଗୋଟିଏ କାହାଣୀ ସାଙ୍ଗରେ। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।